ଧ୍ୟାନ ପ୍ରାର୍ଥନା ଜାନୁଆରୀ 18, 1915। हे ପ୍ରଭୁ, ମୋ ପ୍ରାର୍ଥନା ଶୁଣ। ମୋ ମଧ୍ୟରେ ତୁ ହିଁ ସର୍ବଶକ୍ତିମାନ, ମୋ ଭାଗ୍ୟର ଏକଛତ୍ର ସମ୍ରାଟ, ଜୀବନର ଦିଶାରୀ, ସକଳ ବିଘ୍ନ ବିନାଶକ, ମନର ଯାବତୀୟ ପୂର୍ବ ସଂସ୍କାର ଓ ପକ୍ଷପାତିତ୍ୱର ଧ୍ୱଂସ ସାଧକ। ତେବେ ବାହାରେ ମଧ୍ୟ ସର୍ବଶକ୍ତିମାନ ହୋଇ ଉଠିବା ସକାଶେ ତୋର ପ୍ରୟୋଜନ ଯନ୍ତ୍ର ହିସାବରେ ମୋ ମନ ଯେପରି ହୋଇ ଉଠେ ସଂଗଠନକ୍ଷମ ଓ କର୍ମପନ୍ଥାର ନିର୍ମାତା। କିନ୍ତୁ ତୁ ଯଦି ତୋ ଯନ୍ତ୍ରଟିକୁ ପୂର୍ଣ୍ଣ ଭାବେ ଗଠନ କରିପାରୁ, ତାହେଲେ ତୋ କାର୍ଯ୍ୟ ଯେ ସିଦ୍ଧ ହେବ, ଏଥିରେ ସନ୍ଦେହ କ'ଣ? ଯାହା ସବୁ ବିପରୀତ ସୂଚନା ଦିଏ, ସେ ସବୁ ଅପଛାୟାକୁ ଅନେକ ଦୂରକୁ ପକାଇ ଦେବାକୁ ହେବ। ତୋର ଅସୀମ କରୁଣା ଉପରେ ଅଟଳ ନିର୍ଭରତା ପୂର୍ଣ୍ଣ ଭାବେ ରଖି ମୁଁ ତୋ ପାଖେ ଏହି ପ୍ରାର୍ଥନା କରୁଛି, ତୋ ଶତ୍ରୁମାନଙ୍କୁ ମିତ୍ରରେ ପରିଣତ କର, ଅନ୍ଧକାରକୁ ଆଲୋକରେ ରୂପାନ୍ତରିତ କର। ବିଦ୍ୱେଷ ବିରୁଦ୍ଧରେ ପ୍ରେମର, ଅନ୍ୟାୟ ବିରୁଦ୍ଧରେ ନ୍ୟାୟର, ବିଦ୍ରୋହ ବିରୁଦ୍ଧରେ ତୋର ବିଧାନ ନିକଟରେ ଆତ୍ମସମର୍ପଣର ଏଇ ଯେଉଁ ବୀରତ୍ୱପୂର୍ଣ୍ଣ ଦୁଃସାହସିକ ସଂଗ୍ରାମ ଚାଲୁଛି, ତାହା ମଧ୍ୟରେ ମୁଁ ଯେପରି ଧୀରେ ଧୀରେ ମାନବ ଜାତିକୁ ଏକ ମହତ୍ତର ଶାନ୍ତି ନିମନ୍ତେ ଯଥାଯୋଗ୍ୟ ତିଆରି କରିପାରେ, ଯେଉଁଥିରେ ମନୁଷ୍ୟ ମଧ୍ୟରେ ସମସ୍ତ ଆତ୍ମକଳହ ବିଲୁପ୍ତ ହୋଇଯାଇ ମନୁଷ୍ୟର ସମସ୍ତ ପ୍ରୟାସ ତୋର ଦିବ୍ୟ ଇଚ୍ଛା ଓ ଉନ୍ନତଶୀଳ ଦିବ୍ୟ ଆଦର୍ଶକୁ ପୂର୍ଣ୍ଣରୁ ପୂର୍ଣ୍ଣତର ରୂପେ ଏବଂ ସର୍ବାଙ୍ଗୀନ ଭାବେ ଗଢ଼ି ତୋଳିବାକୁ ନିଯୁକ୍ତ ହୋଇପାରେ। ମା।